ଏଇଟା ପିଆଜ ଚାଷ କରାହେଇଛି ଫୁଲବାଣୀରେ ସାନଙ୍କ ଗାଁର ପିଆଜ। ଏଇଟା ଆଲୁ ଆଉ ଏଇଟା ଦେଖନ୍ତୁ ସୋରିଷ ଶାଗ ଆଉ ମୂଲା ଶାଗ ବି କରିଛନ୍ତି। ଏଇଟା ଦେଖନ୍ତୁ ଦୁଇ ପ୍ରକାର ଆଲୁ ଚାଷ କରାଯାଇଛି, ଯେଉଁଟାକି ଗୋଟେ ଛୋଟ ଆଲୁ କୁହାଯାଏ ଆଉ ଗୋଟେ ବଡ଼ ଆଲୁ। ଆଉ ଭାଇ ପାଣି ଦେଉଛନ୍ତି, ଭାଇ ପୁରା ବିଲରେ ପାଣି ଦେଉଛନ୍ତି ଚାଷ ଯେଉଁ ହେଇଛି। ଆଉ ସାର୍ ବି ଅଛନ୍ତି ପାଖରେ, ଆଉ ଗୋଟେ ଭାଇ ଅଛନ୍ତି, ଭାଇ ପାଣି ଦେଉଛନ୍ତି ଜାରରେ ପାଣି ଦେଉଛନ୍ତି। ଆଉ ଚାଷ ଭଲ ହେଇଛି। ଆଉ ଏଇଟା ଦେଶୀ ଆଲୁ ଏମିତି ଭାବରେ ଚାଷ କରାହେଇଛି, ଦେଖନ୍ତୁ ପାଣି କେମିତି ସିଞ୍ଚନ କରାଯାଉଛି। ଆଉ ଏଇଟା ଗୋଟେ ଛୋଟ ଆଲୁ ଗୋଟେ ବଡ଼ ଆଲୁ, ଆମ ସମ୍ବଲପୁରୀ ଭାଷାରେ ଛୋଟ ଆଲୁ ବଡ଼ ଆଲୁ ଯେଉଁ କୁହାଯାଏ ସେଇଟା। ଆଉ ଭାଇ ହସି ହସି ପାଣି ଦେଉଛନ୍ତି। ଆଉ ଭାଇ ଟିକେ ଦେଖିଦିଅ, ଭାଇ ହାଏ କରିଦେଲେ। ଆଉ ପଟରେ ବିମ୍ସ କରାହେଇଛି, ଦେଖନ୍ତୁ ବିମ୍ସ କେମିତି କରାହେଇଛି। ତଳି ଲଗା ହେଇକି ଗଛ କାଟିକି ତାପରେ ଯେଉଁ ଡାଳ ହୁଏନି ସେ ଡାଳଟା ଦିଆହେଇଛି। ଏମିତି ବିମ୍ସ ଚାଷ କରାଯାଏ। ଏଇଟା ଶାଗ ତୁଳା ହେଇଛି। ଏଇଟା ଗାଁକୁ ନେବା ପାଇଁ ପ୍ରସ୍ତୁତ ଅଛି, ସାର୍ ଅଛନ୍ତି। ହଁ ଭାଇ, ଏଇ ଶାଗ କେମିତି ଚାଷ କେମିତି କରା ହୁଏ? ଏଇଟା ଆମର ନର୍ମାଲି ଶୀତ ପୂର୍ବରୁ ଆଜ୍ଞା ତାକୁ ବୁଣାଯାଏ। ତାକୁ ବୁଣିଲା ପରେ ଆମର ନିଜ ଖାଇବା ପାଇଁ ଆମେ ଆ ଦେହରେ ଖାଲି ଖତ କେବଳ ୟୁଜ୍ କରୁଛୁ। ଆଉ ଖତ ମାଧ୍ୟମରେ ପାଣି ଦେଇକିରି ଏଇ ଶାଗଟା ଏତେ ବଡ଼ ବଡ଼ ହେଇଯାଇଛି। ଆଉ ଆକୁ ଆମେ ଖୁଦ ଆକାରରେ ବି ଖୁଦ ପକେଇକି ବି ଆଉ ଖାଇପାରୁ। ଆଉ ନଚେତ ଭଜା ବି ହୁଏ, ଶାଗ ଭଜା। ଆଉ ବେଷ୍ଟ ଲାଗେ, ଆମର ବନ୍ଧୁମାନଙ୍କର ଏଇଟା ପ୍ରିୟ ଖାଦ୍ୟ। ସାର ଦିଆ ହଉନି, ବିନା ସାର ଏଇଟା ଶାଗ ପ୍ରସ୍ତୁତ ହୁଏ। ସାର୍ ଭାଇ ଏଇଟା କୋଉ ଚାଷ କରାହେଇଛି? ଭାଇ ଏଇଟା ଆମର ବିନ୍ସଟା। ହଁ, ବିନ୍ସଟା ଆମେ ଆକୁ ପ୍ରାୟ 75 ଦିନ ଲାଗେ। ଏଇଟା ଆମର ଥଣ୍ଡା ସିଜନରେ 75 ଦିନ ଲାଗେ। ଆକୁ ଆମେ ଫାଷ୍ଟ ମଞ୍ଜିଟା ଭିଗେଇକିରି ଆଉ ଗାତ ଖୋଳିକିରି ଖତ ଦେଇକିରି ମଞ୍ଜି ପୋତୁ, ତା ଦେହରେ ଏଇଟା ବିନ୍ସ ଉଠେ। ଆକୁ ହବା ପାଇଁ ମିନିମମ୍ ଆମର ଏଇ ଶୀତ ମାସରେ 75 ଦିନ ଲାଗେ, ବାକି ମାସରେ 60 ଦିନ ଲାଗେ। ଆଉ ଏଇଟା ଏବେ ସାର ଦେଇକିରି କୁଡ଼ ଦିଆହେଇଛି, ନର୍ମାଲ ଟିକେ ପାଇଁ ଦିଆହେଇଛି।